ମୁଁ ତନ୍ମୟରଞ୍ଜନ ସାହୁ ରୟାଲ ୱେଲଫେୟାର ଫାଉଣ୍ଡେସନ ସ୍ପେଶାଲ ମେମ୍ବର ଭାବେ ସାରା ଓଡ଼ିଶାରେ କାମ କରୁଛି ଏବଂ ମୁଁ ରୟାଲ ୱେଲଫେୟାର ଫାଉଣ୍ଡେସନ ତରଫରୁ ଯେକୌଣସି ପେସେଣ୍ଟ ବି ଯଦି ଆମେ ଆଣ୍ଠୁଗଣ୍ଠି ବାତ ମାନେ କିଡନୀ ଖରାପ ମେ ବି ଯେକୌଣସି ପେସେଣ୍ଟ ବି ଆପଣ ମୋତେ କଣ୍ଟାକ୍ଟ କରିକି ପଠାଇବେ। ମୁଁ ସାରା ଓଡ଼ିଶାରେ କାମ କରୁଛି, ତେଣୁ ଆପଣ ମୋତେ କଣ୍ଟାକ୍ଟ କରିପାରିବେ। ମୁଁ 1 ବର୍ଷ ହେଲା କାମ କଲିଣି। ଆଗରୁ ମେମ୍ବର ଭାବେ ନୟାଗଡ଼ ଜିଲ୍ଲାରେ କାମ କରୁଥିଲି, ଏବେ ସ୍ପେଶାଲ ମେମ୍ବର ଭାବେ ସାରା ଓଡ଼ିଶାରେ କାମ କରୁଛି। ଆଜିକାର କ୍ୟାମ୍ପ ବୁଲିଲେ ଆମେ ତ ବହୁତ ଦିନ ହେଲା ବହୁତ କ୍ୟାମ୍ପ କଲୁଣି। ଆଜି ସେ ଆମର ପଞ୍ଚାୟତର ସରପଞ୍ଚ ସେ ଡାକିଲେ, କିଶୋର ପ୍ରସାଦ ପଞ୍ଚାୟତ ସରପଞ୍ଚ ସେ ଆମକୁ ଡାକିଲେ କ୍ୟାମ୍ପ କରିବା ପାଇଁ। ତେଣୁ ଆମେ ଆସିକି ବର୍ତ୍ତମାନ କ୍ୟାମ୍ପ ଯୋଗ ଦେଇକି ମଧ୍ୟ ମିନିମମ୍ ଆମର ବର୍ତ୍ତମାନ 20 ଜଣ ପେସେଣ୍ଟ ଆସି ଯାଇଛନ୍ତି। ଆମେ ତାଙ୍କୁ ମଧ୍ୟ ମେଡିକାଲ ଟ୍ରିଟମେଣ୍ଟ କରିବୁ। ୱେଲଫେୟାର ଫାଉଣ୍ଡେସନରୁ କହୁଛି ଆଦିତ୍ୟ କୁମାର ଜୟସିଂ। ମୁଁ ରୟାଲ ୱେଲଫେୟାର ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି। ଆଉ ଆମେ ସବୁ ଓଡ଼ିଶା ଜାଗାରେ ହେଲ୍ଥ କ୍ୟାମ୍ପ କରୁଛୁ। ଅଲଗା ଅଲଗା ଗାଁ ବୁଲିକି ଅଲଗା ଅଲଗା ପଞ୍ଚାୟତ ବୁଲିକି ଆମେ ପେସେଣ୍ଟମାନଙ୍କୁ ଫ୍ରି ଟ୍ରିଟମେଣ୍ଟ ଦେଉଛୁ, ଫ୍ରି ମେଡ଼ିସିନ ପ୍ରୋଭାଇଡ଼ କରୁଛୁ। ପ୍ଲସ୍ ଆମେ ତାଙ୍କର ଯଦି BSKY କାର୍ଡ଼ ନାହିଁ କି କିଛି ବି ହେଲ୍ଥ କାର୍ଡ଼ ନାହିଁ, ତାହେଲେ ଆମେ ତାଙ୍କ ପାଇଁ ଫ୍ରି ଫଣ୍ଡ ଅର୍ଗାନାଇଜ କରୁଛୁ। ଆଉ ଫଣ୍ଡ ଅର୍ଗାନାଇଜରୁ ଆମେ ତାଙ୍କର ଫ୍ରି ଟ୍ରିଟମେଣ୍ଟ ବି କରାଉଛୁ। ଆମେ ଏଇଟାକୁ 2016ରୁ ଚଲେଇଛୁ। ଆଉ ଏଇଟା ଖାଲି ଓଡ଼ିଶାରେ ନୁହଁ, ଏଇଟା ଅଲ୍ ଓଭର ଇଣ୍ଡିଆ ପ୍ଲସ୍ ଇଣ୍ଡିଆ ବାହାରେ ବି ଚାଲିଛି। ଆମର 7ଟାରୁ ଅଧିକ ଫରେନ୍ ଫଣ୍ଡ ମାନେ ଫରେନ୍ ଅର୍ଗାନାଇଜେସନ ସାଙ୍ଗରେ ଟାଇପ୍ ହେଇକି ଅଛି। ଆଉ ଆଜି ଆମ ଗୋଟେ ପାର୍ଟନର ହସ୍ପିଟାଲ ଆସିଛି ଏଠିକି କ୍ୟାମ୍ପ କରିବାକୁ। ଆଜି ପର୍ଯ୍ୟନ୍ତ ରେଜିଷ୍ଟର ଅନୁସାରେ କେତେ ଲୋକ ଚିକିତ୍ସା ହେଲେଣି? ଆଜି ପର୍ଯ୍ୟନ୍ତ ଆମେ 70,000ଠୁ ଅଧିକ ଲୋକଙ୍କୁ ଟ୍ରିଟମେଣ୍ଟ କରିସାରିଛୁ। ଆଉ 60,000ଠୁ ଅଧିକ ଆନିମାଲ ମାନଙ୍କୁ ଟ୍ରିଟମେଣ୍ଟ ଦେଇସାରିଛୁ। ପ୍ଲସ୍ ଆମେ ଗୋଟେ କାଉ ସେଲ୍ଟର ବି ଚଲେଇଛୁ। ଆଉ ଆନିମାଲ କେୟାର ସେଣ୍ଟର ବି ଓଡ଼ିଶାରେ ଚାଲିଛି, ସେଇଟା ଅଛି ବ୍ରହ୍ମପୁରରେ। ଆଉ ସେଥିରେ ବେଶୀ ଜୀବ ନାହାନ୍ତି, ଏବେ ଅଛନ୍ତି ମାତ୍ର 10,000। ଆଉ ବଢ଼େଇ ପାରିବୁ, ଆମେ ଚେଷ୍ଟା କରୁଛୁ ଆମେ ବଢ଼େଇବାର। ଆମକୁ ସହାୟତା ଦରକାର ସମସ୍ତଙ୍କର, ଆପଣଙ୍କର। ଆଜିକା ଯୋଉ ହେଲ୍ଥ ଆୱାରନେସ୍ କ୍ୟାମ୍ପ ଚାଲିଛି ଏ ବିଷୟରେ ଆପଣ କଣ କହିବେ? ଆଜିର ହେଲ୍ଥ ଆୱାରନେସ୍ କ୍ୟାମ୍ପରେ ଆମେ ଚେଷ୍ଟା କରୁଛୁ ଯେତିକି ଭଲ କରିପାରିବୁ ଚେଷ୍ଟା କରୁଛୁ, କିନ୍ତୁ ଆଜି ହେଇଛନ୍ତି। ଆଜି ଆମେ ଚେଷ୍ଟା କରିକି 20ଟା ପେସେଣ୍ଟ ନେଇକି ଯାଉଛୁ ମ୍ୟାକ୍ସିମମ୍। ଆଉ ଅଧିକାଂଶ ତ ଫେରିଗଲେ, ଟାଇମଟା ଲେଟ୍ ହେଲା, ଆଉ ଗାଡ଼ି ପଙ୍କଚର ହେଇଗଲା, ଲେଟ୍ ହେଇଗଲା ବୋଲିକି ଅଧିକାଂଶ ଫେରିଗଲେ। କିନ୍ତୁ ଆଜି ଆମେ 20ଟା ନେଇକି ଯାଉଛୁ। ଆମେ ଆଜି ଆଶା ରଖିଥିଲୁ 40ଟାର। ପରିଚୟ ଦେବି, ମୁଁ ଡକ୍ଟର ଶକ୍ତେଶ୍ୱର ମହାନ୍ତି। ଆମେ ରେନବୋ ହସ୍ପିଟାଲ କଟକରୁ ଆମେ ଆସିଛୁ। ଆଜିର ଏ ଯେଉଁ ମେଗା ସ୍ୱାସ୍ଥ୍ୟ ଶିବିର ଯେଉଁଟା ଆମେ ଆୟୋଜନ କରାଯାଇଛି ଲୟାଲ ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ, ଏକ ବୃହତ ସ୍ୱାସ୍ଥ୍ୟ ଶିବିର। ସେ ଶିବିରରେ ଯାହା ପେସେଣ୍ଟ ସବୁ ଆମର ଆସିଛନ୍ତି ବିଭିନ୍ନ ରୋଗ ତାଙ୍କ ନିରୂପଣ ନେଇକି, ସେସବୁ ନିରୂପଣ ପାଇଁ ଆମେ ଏକ ଡାକ୍ତରୀ ଦଳ ଆଜି ଆପଣଙ୍କ ଅଞ୍ଚଳରେ ଆଜି ଆମେ ପହଞ୍ଚୁଛୁ, ଯାହାଦ୍ୱାରା କି ରୋଗୀମାନଙ୍କର ରୋଗର ସଚେତନତା ସହିତ ତାଙ୍କୁ ଆମେ ସାହାଯ୍ୟ କରିପାରିବା ବିଭିନ୍ନ ଔଷଧ କିମ୍ବା କୌଣସି ଅସ୍ତ୍ରୋପଚାର ମାଧ୍ୟମରେ। ତ ସେଥିପାଇଁ ଆମେ ବିଶେଷ ଧନ୍ୟବାଦ ଦେଉଛୁ ଏଇ ଫାଉଣ୍ଡେସନକୁ। ଏବଂ ଆମେ ଆଗାମୀ ଦିନରେ ଚେଷ୍ଟା କରିବା ଏଇ ଫାଉଣ୍ଡେସନ କେମିତି ଆହୁରି ଅଧିକରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଏମିତି ଆୟୋଜନ କରିକି ଲୋକମାନଙ୍କ ମନରେ ଏଇ ଯେଉଁ ଅଛି ସ୍ୱାସ୍ଥ୍ୟ ସଚେତନତା ଆମେ ଧୀରେ ଧୀରେ ଆଣିବା। ଏବଂ ଏଇ ଯେଉଁ ସବୁ ସମସ୍ୟା ସେ ଦୈନନ୍ଦିନ ଜୀବନରେ ସବୁ ଲୋକଙ୍କର ରହିଛି, ସେସବୁକୁ ଆମେ କେମିତି ଦୂର କରିପାରିବା, ସେଇଟା ରହିବ ଆମର ଆଗାମୀ ଦିନର ଲକ୍ଷ୍ୟ। ମୁଁ କଟକ ରେନବୋ ହସ୍ପିଟାଲରୁ ଆସିଛୁ। ଆମେ ଏଠି ଆମର ଫ୍ରି ହେଲ୍ଥ ଆୱାରନେସ୍ କରାହେଉଛି ଲୟାଲ ୱେଲଫେୟାର ଫାଉଣ୍ଡେସନ ତରଫରୁ। ଏଠି ମାଗଣା ଚକ୍ଷୁ ଚିକିତ୍ସା ଶିବିର ପ୍ଲସ୍ ଆଣ୍ଠୁଗଣ୍ଠି ନି ରିପ୍ଲେସମେଣ୍ଟ ପାଇଁ। ନା ଏଠିକାର ମାନେ ଲୋକ ଭଲ, ମାନେ ଏଠି ଆମେ ଆଗରୁ ବି ନେଇଛୁ, ମାନେ ରେସ୍ପନ୍ସ ଭଲ ବି ଆସିଛି। ଆଖି ଏଠି ଲୋକ ଆଗରୁ ଅପରେସନ୍ ହେଇଥିଲେ, ଏଠି ବି ସେଠି ମାନେ ନି ରିପ୍ଲେସମେଣ୍ଟ ବି ହେଇଛନ୍ତି ଫାଉଣ୍ଡେସନ ତରଫରୁ। ସମସ୍ତେ ଭଲ ରେସ୍ପନ୍ସ ବି ଦେଇଛନ୍ତି। ହଁ ଆଗରୁ ହେଇଛି। ଏବେ ତ 20 ଜଣ ପାଖାପାଖି ଦେଖା ହେଲେ। ଟାର୍ଗେଟ ତ 100+। ସ୍ୱାସ୍ଥ୍ୟ ସେବା ଉପରେ ଏକ ମାନେ ଏବେ ଯଦି ଆମର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡରେ ପେସେଣ୍ଟ ଟ୍ରିଟମେଣ୍ଟ ହେଉଛନ୍ତି ଫ୍ରି ଅଫ୍ କଷ୍ଟରେ। ବହୁତ ଖୁସି ଅଛନ୍ତି।
ମୁଁ ଆସିଥିଲି ଆଣ୍ଠୁ ହେଉଛି ସାର୍ ଆସିଛନ୍ତି ଦେଖେଇବା ପାଇଁ। ଆପଣଙ୍କ ନାଁ କଣ? କୁନ୍ତଳା ବେହେରା, କୋଉଠୁ ଆସିଥିଲେ ଆପଣ? କିଶୋର ପ୍ରସାଦ। ଆପଣ କଣ ହଉଛି? ଆଣ୍ଠୁ ଦିଟା ଏଇ ଆଣ୍ଠୁ ପୀଡ଼ା ହେବାରୁ ମୁଁ ଆସିଥିଲି ସାର୍ଙ୍କୁ ଦେଖିଲି। ସାର୍ କହିଲେ ତୁମେ ଏକ୍ସରା କଲେ ମେଡ଼ିସିନ ଖାଇବ। ମେଡିସିନ କଣ ଦେଲେ ଆପଣଙ୍କୁ? ମେଡ଼ିସିନ ଦେଇନାହାନ୍ତି ତେବେ କି କ'ଣ ମୁଁ ଜାଣିନି, ଦେଇଛନ୍ତି କହିଲେ ସାର୍ ଏକ୍ସରା କଲେ ମେଡ଼ିସିନ ଖାଇବେ ଆଉ ତୁମେ କେମିତି ବାହାରୁ ଫିଙ୍ଗା ମେଡ଼ିସିନ ଖାଅନି। ଆପଣ ଡାକ୍ତରଙ୍କୁ ଦେଖାହେଲେ? ହଁ ସାର୍। ଡାକ୍ତର ଯାହା କହିଲେ ଆପଣ ଖୁସି ଅଛନ୍ତି ତ? ହଁ ଖୁସି ଅଛି। ନାଁ ହେଉଛି ସୋମନାଥ ପୂଜକରାୟ, ଇନ୍ଦିପଟା ଗ୍ରାମ, ପୋଷ୍ଟ ଅଫିସ କିଶୋର ପ୍ରସାଦ, ଥାନା ଗଣିଆ, ଜିଲ୍ଲା ନୟାଗଡ଼। ଆପଣ ଏଠି କଣ କରିବାକୁ ଆସିଛନ୍ତି? ମୁଁ ଆସିଥିଲି, ମୁଁ ଶୁଣିଲି ଯେ କଟକରୁ ଆସିଛନ୍ତି ଡାକ୍ତର ବାବୁ ଯେ ବର୍ତ୍ତମାନ ରୋଗ ଦେଖିବାକୁ ଆଖି ଆଉ ଆଣ୍ଠୁ ଗଣ୍ଠି ବାତ ପାଇଁ। ମୋର ଆଣ୍ଠୁ ଗଣ୍ଠି ବାତ ଯୋଗୁଁ ମୁଁ ଚାଲିପାରୁନାହିଁ, କିନ୍ତୁ ମୁଁ ଦେଖିଲି ଯେ ଅପରେସନ ହେବାକୁ ମୁଁ ଶୁଣିଲି, ତେଣୁ ମୁଁ ଅପରେସନ ହେବା ହେତୁ ମୁଁ ଆଉ ସାର୍ଙ୍କୁ ଦେଖା କରିପାରିଲିନି। କହିଲେ ଅପରେସନ ହେଇ ଯାଇପାରିବିନି ଏନୁ, ତେଣୁ ସେ ଉଦ୍ଦେଶ୍ୟରେ ଧରିକି ଯାଉଛି। ତାହେଲେ ଆପଣ ଯୋଉ ଡାକ୍ତରଙ୍କ ପରାମର୍ଶ ନେଲେ ଆପଣ ସେଠୁ କଣ ଉପକାର ପାଇଲେ? ନାଇଁ ଶୁଣିଲୁ ଭଲ ଯେ ଆମକୁ ତ ସମୟ ସାପେକ୍ଷ ଇଏ ହେଉଛି, ତେଣୁ ଆଉ ଅପରେସନ ହଠାତ୍ ଆମେ ଏ ପ୍ରୋଗ୍ରାମ ଦେଖିନାହୁଁ, ତେଣୁ ଆମର ବିଶ୍ୱାସ ପାଉନୁ ଯାଇହେଲେନୁ ଗୁରୁଣ୍ଡି ଗୁଚରିକି ଯାଉଛୁ, କିନ୍ତୁ ଅପରେସନ କ'ଣ ହେବ ସକ୍ସେସଫୁଲ ହେବ ନ ହେବ କିଛି ଜାଣିପାରିନାହୁଁ। ତେଣୁ ଆଉ କୋଉ ହିସାବରେ ଅପରେସନ ଆଗକୁ ମୁଁ ଅରାଜି ଯିବି।